ନମସ୍କାର, ମୁଁ ଶାନ୍ତିଲତା ଦେବୀ, ସ୍ମୃତି ସାନ୍ତ୍ୱନା ପତ୍ରିକାର ସମ୍ପାଦିକା, ପ୍ରାଣ ପ୍ରତିଷ୍ଠାତା ସବିତା ଆପାଙ୍କୁ ମୋର ଭୂମିଷ୍ଠ ପ୍ରଣାମ ଏବଂ ମୋର ପ୍ରିୟ କବି ବନ୍ଧୁମାନଙ୍କୁ ଯଥାମାନ୍ୟ। ମୋର ଏକ କବିତା ପୋଷା ବିଲେଇ ନାନୀ, ଏକ ସତ୍ୟ ଘଟଣା ଉପରେ ଆଧାରିତ। ସୁମି ଯାଇଥିଲା ଗାଁକୁ, ବୁଲି ବାହାରିଲା ସାଇକୁ, ଘର ଘର କରି ସବୁରି ଘର ବୁଲିଲା, ଦୁଃଖ ସୁଖ କେତେ କଥା ହୋଇଲା। ପଡ଼ୋଶୀ ଭାଉଜଙ୍କ ପାଶେ ଗଲା ପହଞ୍ଚି, ଦେଖିଲା ବିଲେଇ ନାନୀ ଶୀତ ବସ୍ତ୍ର ପିନ୍ଧିଛି, ଦେହ ଘଷି ମାଜି ଗେଲ ହେଉଛି, ଭାଉଜଙ୍କ ଆଗ ପଛ ହେଉଛି। କହିଲା ଭାଉଜ ଏହାର ଲୋମ, ଖାଇବାରେ ପଡ଼ିଲେ ହେବ ଅସୁସ୍ଥ। ଭାଉଜ କହିଲେ ପଶୁ ପକ୍ଷୀ ପ୍ରତି ହେବା ଦରଦୀ, ସଫା ସୁତୁରା ରଖି ଯତ୍ନ କରି କରିବା ଆପଣାର। ଶୁଣ ଶୁଣ ମୋର ନଣନ୍ଦ ରାଣୀ, ଦିନକର କଥା କହୁଛି ବଖାଣି। କାହୁଁ ଏକ ନାଗ ସାପ ଘରେ ପଶିଲା, ଆମ୍ଭେ ଦେଖିବା ଆଗରୁ ବିଲେଇ ନାନୀ ଦେଖିଲା। ତଡ଼ି ତଡ଼ି ତାକୁ ଗାଧୁଆ ଘରେ ରଖିଲା, ଜଗି କରି ତାକୁ ବସିଲା। ଫଁ ଫଁ ଶବ୍ଦ ମୋ କାନେ ପଡ଼ିଲା, ଯାହା ଦେଖିଲି ମୋ ହୋସ୍ ଉଡ଼ିଲା। ବଡ଼ କଷ୍ଟରେ ବିଲେଇ ନାନୀଙ୍କୁ ଆଣିଲି ଟାଣି, ନାଗ ସାପକୁ ଧରି ଚିଡ଼ିଆଖାନାକୁ ପଠାଇ ଦେଲି। କୁହ କୁହ ମୋର ନଣନ୍ଦ ରାଣୀ, କେଡ଼େ ବିପଦରୁ ରକ୍ଷା କରିଲା ପୁଣି। ମାଛ ଶୁଖୁଆକୁ ତାର ଟିକିଏ ଟକ, ହେଲେ କେବେ ହେ ମୁହଁ ପୁରାଏନି ହାଣ୍ଡିଶାଳ। ଘରକୁ କିଏ ଆସିଲେ ପଶି, ବାଘ ମାମୁଁ ଭଳି ଫୁଲାଇ ନିଶ, ମାମୁଁର ସାନ ଭାଇ ଭଳି ଦେଖାଏ ନାଟ। ତା ଭয়ে ମୂଷା ନ ପଶନ୍ତି ଘର, ଲୁଗାପଟା କାଟିବାର ନଥାଏ ଭୟ। ସ୍ନେହ ଶ୍ରଦ୍ଧାରେ ରଖିଲେ ପଶୁ ପକ୍ଷୀ, ସେ ଚାରି ଗୋଡ଼ିଆ ମଣିଷଠୁ ଅତ୍ୟନ୍ତ ବିଶ୍ୱାସୀ। ଜୟ ଜଗନ୍ନାଥ।